କିନ୍ତୁ ପରଦିନ କହିଲେ ଆସନ୍ତାକାଲିର ପରବର୍ତ୍ତୀ ଦିନକୁ ବୁଝାଏ। ରମେଶ ତାଙ୍କ ପରିବାର ସହିତ ଯେଉଁ ଗାଡ଼ିରେ ବସିଥାଏ ସେଠାରେ କେତେ ଆଡ଼ର ଲୋକ ବସିଥାନ୍ତି। ପାଖରେ ବସିଥାନ୍ତି ଧୋତି ପଞ୍ଜାବୀ ପିନ୍ଧା ଜଣେ ଭଦ୍ରଲୋକ ଏବଂ ତାଙ୍କ ସହିତ ଥାନ୍ତି ତାଙ୍କର ପରିବାର। ସେମାନଙ୍କ କଥାବାର୍ତ୍ତାକୁ ରମେଶ ଏବଂ ମିଲି ଭଲ ଭାବରେ ବୁଝିପାରୁନଥାନ୍ତି। ରମେଶ ବାପାଙ୍କୁ ପଚାରିଲା, ବାପା, ଏମାନେ କେଉଁ ଭାଷାରେ କଥାବାର୍ତ୍ତା ହେଉଛନ୍ତି? ବାପା କହିଲେ, ସେମାନେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଛନ୍ତି। ଏମାନେ ହେଉଛନ୍ତି ପଶ୍ଚିମବଙ୍ଗର ଅଧିବାସୀ। ପଶ୍ଚିମବଙ୍ଗ ହେଉଛି ଆମ ରାଜ୍ୟ ଓଡ଼ିଶାର ଗୋଟିଏ ପଡ଼ୋଶୀ ରାଜ୍ୟ। ଆମ ଓଡ଼ିଶାର ଲୋକମାନଙ୍କ ସହିତ ଏମାନଙ୍କର ଚାଲିଚଳନ, ଖାଦ୍ୟପେୟ ଏବଂ ପୋଷାକ ପରିଚ୍ଛଦରେ ଅନେକ ମେଳ ରହିଛି। ସେଦିନ ଅନେକ ନୂଆ ଜିନିଷ ଦେଖି ଗପସପ କରି ସମୟ ଅତିବାହିତ ହୋଇ ସୂର୍ଯ୍ୟାସ୍ତ ହୋଇଗଲା। ରାତିରେ ରମେଶ ଏବଂ ମିଲି ଶୀଘ୍ର ଶୋଇପଡ଼ିଲେ। ସକାଳୁ ନିଦରୁ ଉଠି ସେମାନେ ଦେଖିଲେ ଗାଡ଼ି ଭିତରେ ବହୁତ ନୂଆ ନୂଆ ଲୋକ। ସେମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥାନ୍ତି। ସେମାନଙ୍କର ଭାଷାକୁ ରମେଶ ଆଉ ମିଲି ବୁଝିପାରୁନଥାନ୍ତି। ଅଧିକାଂଶ ଲୋକ ଧୋତି ଏବଂ କୁର୍ତ୍ତା ପିନ୍ଧିଥାନ୍ତି। ସେମାନେ ମୁଣ୍ଡରେ ଗାନ୍ଧୀ ଟୋପି ଲଗାଇଥାନ୍ତି। ଝରକା ବାଟେ ବାହାରକୁ ଚାହିଁଲା ବେଳକୁ ଗଛ ଗୁଡ଼ାକ ଶୁଖିଲା ଶୁଖିଲା ଦିଶୁଥାଏ। ସେଠାକାର ଭୂମି ଟାଙ୍ଗରା ଜଣାପଡ଼ୁଥାଏ। ବେଳେବେଳେ ଆଖିରେ ପଡ଼ୁଥାଏ ନୂଆ ନୂଆ ଖପର ଛାଉଣି ଘର। ରମେଶ ପଚାରିଲା, ବାପା, ଆମ ଗାଡ଼ି ଏବେ କେଉଁ ରାଜ୍ୟ ଦେଇ ଯାଉଛି? ବାପା କହିଲେ, ଆମେ ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟ ଦେଇ ଯାଉଛୁ। ଝାଡ଼ଖଣ୍ଡ ରାଜ୍ୟର ଲୋକମାନେ ହିନ୍ଦୀରେ କଥାବାର୍ତ୍ତା କରନ୍ତି। ସେମାନେ ଧୋତି ଏବଂ କୁର୍ତ୍ତା ପରିଧାନ କରିଥାନ୍ତି ଏବଂ ମୁଣ୍ଡରେ ଗାନ୍ଧୀ ଟୋପି ଲଗାଇଥାନ୍ତି। ତାପରେ ସେଦିନର ଉପରବେଳା ଗାଡ଼ି ଯାଇ ପହଞ୍ଚିଲା ଛତିଶଗଡ଼ ରାଜ୍ୟର ବିଳାସପୁର ଷ୍ଟେସନରେ। ସେଠାରେ କିଛି ନୂଆ ଲୋକ ଗାଡ଼ିରେ ଚଢ଼ିଲେ। ବାପା କହିଲେ, ଜାଣିଲୁ ରମୁ, ଆମେ ବର୍ତ୍ତମାନ ଛତିଶଗଡ଼ ରାଜ୍ୟ ଭିତର ଦେଇ ଯାଉଛୁ। ଏ ଅଞ୍ଚଳର ଲୋକମାନେ ମଧ୍ୟ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ଭାତ ସହିତ ରୁଟି ଖାଇବା ଏମାନଙ୍କର ଅଭ୍ୟାସ। ସେଦିନ ମଧ୍ୟ ରାତି ପାଇଗଲା। ତହିଁ ଆର ଦିନ ଗାଡ଼ି ଚାଲିଥାଏ ପାହାଡ଼ିଆ ଅଞ୍ଚଳ ଦେଇ। ଏତିକି ବେଳେ ମିଲି ପଚାରିଲା, ବାପା, ବର୍ତ୍ତମାନ ଆମେ କେଉଁଠି? ବାପା କହିଲେ, ଏଇ ତ ଆଗକୁ ଧଉଳପୁର ଷ୍ଟେସନ ଆସୁଛି। ଆମେ ବର୍ତ୍ତମାନ ରାଜସ୍ଥାନ ରାଜ୍ୟର ସୀମା ଭିତରେ ଅଛୁ। ଏହା ପୂର୍ବରୁ ଆମେ ମଧ୍ୟପ୍ରଦେଶ ଭିତର ଦେଇ ଆସିବୁ। ତୁମେମାନେ ଶୋଇପଡ଼ିଥିଲ। ରମେଶ କହିଲା, ହଁ ବାପା, ରାଜସ୍ଥାନ କଥା ତ ଆମ ପଢ଼ା ବହିରେ ଅଛି। ବାପା କହିଲେ, ରାଜସ୍ଥାନ ଆମ ଭାରତର ଏକ ବୀରଭୂମି ଅଟେ। ଏଠିକାର ରାଜପୁତମାନଙ୍କ ବୀରତ୍ୱ ହେଉଛି ଆମ ଭାରତର ଗୌରବ। ଏଠାରେ ବହୁତ କମ୍ ବର୍ଷା ହୋଇଥାଏ। ତଥାପି ଏମାନେ ପରିଶ୍ରମ କରି ଗହମ, ବାଜରା ଭଳି ଅନେକ ଶସ୍ୟ ଫଳାନ୍ତି। ଏଠାକାର ପୁରୁଷମାନଙ୍କ ମୁଣ୍ଡରେ ପଗଡ଼ି ସୁନ୍ଦର ମାନିଥାଏ। ଏଠାକାର ଝିଅମାନଙ୍କର ନୂଆ ପ୍ରକାରର ପୋଷାକ ଦେଖି ମିଲି ବହୁତ ଖୁସି ହୋଇଗଲା। ଗାଡ଼ି ଆଗକୁ ଆଗକୁ ଗଡ଼ି ଚାଲିଥାଏ। କିଛି ସମୟ ପରେ ଦୂରରୁ ଦେଖାଗଲା ତାଜମହଲ। ରମେଶ ଆନନ୍ଦରେ ଅଧୀର ହୋଇ ପଡ଼ୁଥାଏ। ବାପା କହିଲେ, ଏଇ ଦେଖ, ଦୂରରୁ ତାଜମହଲ ଦେଖାଯାଉଛି। ତାଜମହଲ ଉତ୍ତରପ୍ରଦେଶ ରାଜ୍ୟର ଆଗ୍ରା ସହରରେ ଅବସ୍ଥିତ। ଆମେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଯାଉଛୁ। ଏଠାକାର ଲୋକମାନେ ମଧ୍ୟ ହିନ୍ଦୀ ଭାଷାରେ କଥାବାର୍ତ୍ତା ହୁଅନ୍ତି ଏବଂ ରୁଟି ହେଉଛି ଏମାନଙ୍କର ପ୍ରଧାନ ଖାଦ୍ୟ। ମିଲି କହିଲା, ବାପା, ଅନେକ ରାଜ୍ୟର ଲୋକ ତ ହିନ୍ଦୀ କହୁଛନ୍ତି। ବାପା କହିଲେ, ହଁ, ଆମ ଭାରତର ସବୁଠାରୁ ବେଶୀ ଲୋକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରନ୍ତି। ସେଥିପାଇଁ ପରା ହିନ୍ଦୀ ଆମର ରାଷ୍ଟ୍ରଭାଷା ଅଟେ। ଏହାପରେ ମା କହିଲେ,
ବୁଝିଲ ପିଲାଏ, ତୁମେ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ମିଶାଇ 7ଟି ରାଜ୍ୟ ଦେଇ ଆସିଲ। କେତେ ନୂଆ ଜାଗା, ନୂଆ ଲୋକ ଦେଖିଲ ଏବଂ ନୂଆ ଭାଷା ମଧ୍ୟ ଶୁଣିଲ। କେବଳ ଏତିକି ନୁହେଁ, ଆମ ଭାରତରେ ଆହୁରି ଅନେକ ଭାଷାଭାଷୀ ଲୋକ ଅଛନ୍ତି। ରମେଶ କହିଲା, ଭାରତରେ ଆଉ କି ଭାଷା ଅଛି? ଆମେ ତ କେବଳ ବଙ୍ଗଳା ଓ ହିନ୍ଦୀ ଭାଷାର ଲୋକଙ୍କୁ ଭେଟିଲୁ। ମା କହିଲେ, ଉତ୍ତର ଭାରତରେ ହିନ୍ଦୀ ଭାଷାରେ କଥା କହୁଥିବା ଲୋକଙ୍କର ସଂଖ୍ୟା ଅଟେ। ପଞ୍ଜାବର ଲୋକେ ପଞ୍ଜାବୀ ଭାଷାରେ ଏବଂ ଆସାମର ଲୋକେ ଆସାମିଆ ଭାଷାରେ କଥା କହନ୍ତି। ସେହିଭଳି ଦକ୍ଷିଣ ଭାରତରେ ଆନ୍ଧ୍ରପ୍ରଦେଶର ଲୋକେ ତେଲୁଗୁରେ, ତାମିଲନାଡୁର ଲୋକେ ତାମିଲରେ, କର୍ଣ୍ଣାଟକର ଲୋକେ କନ୍ନଡ଼ରେ, କେରଳର ଲୋକେ ମାଲୟାଲମରେ, ଗୁଜରାଟର ଲୋକେ ଗୁଜରାଟୀରେ ଏବଂ ମହାରାଷ୍ଟ୍ରର ଲୋକେ ମରାଠୀ ଭାଷାରେ କଥା କହନ୍ତି। ଏହା ବାହାରେ ଭାରତରେ ଆହୁରି ଅନେକ ଭାଷା ପ୍ରଚଳିତ ଅଛି। ରମେଶ ସବୁ ଶୁଣିସାରି କହିଲା, ବାଃ, ଆମ ଦେଶ ତ ଏକ ବିଚିତ୍ର ଦେଶ। ବିଭିନ୍ନ ରାଜ୍ୟରେ ବିଭିନ୍ନ ଭାଷା, ପୋଷାକ ପତ୍ର ମଧ୍ୟ ଭିନ୍ନ ଭିନ୍ନ। କିଏ ଭାତ ଖାଉଛି ତ କିଏ ରୁଟି ଖାଉଛି, କିଏ ମୁଣ୍ଡରେ ଟୋପି ପିନ୍ଧୁଛି ତ କିଏ ପଗଡ଼ି ବାନ୍ଧୁଛି। ବାପା କହିଲେ, ଆମ ଭିତରେ ଭିନ୍ନତା ଅଛି ସତ, ମାତ୍ର ଆମ ସମସ୍ତଙ୍କ ମନ ଏକ, ଭାବନା ଏକ। ଆମେ ଗୋଟିଏ ମାଳରେ ଭିନ୍ନ ଭିନ୍ନ ପ୍ରକାରର ଅନେକ ଫୁଲ। ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନମାନେ। ସେଥିପାଇଁ ପରା ବହୁତ ଦିନ ତଳେ ଜଣେ କବି ହିନ୍ଦୀ ଭାଷାରେ ଗୋଟିଏ କବିତା ଲେଖିଥିଲେ, ଯାହାର ପ୍ରଥମ ଧାଡ଼ିଟି ହେଉଛି, ସାରେ ଜହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା। ଏହାର ଅର୍ଥ ହେଉଛି, ସାରା ଜଗତରେ ଆମ ଭାରତ ହେଉଛି ସବୁଠାରୁ ଭଲ। କାହିଁକି ନା ଆମ ଦେଶରେ ବିଭିନ୍ନତା ମଧ୍ୟରେ ଏକତା ରହିଛି। ତ ଆଶା କରୁଛି ତୁମେ ଏହି ପାଠଟିକୁ ବହୁତ ଭଲ ଭାବରେ ବୁଝିପାରିଥିବ ଏବଂ ଏହି ପାଠର ଆନନ୍ଦ ମଧ୍ୟ ନେଇଥିବ। ଏହିଭଳି ଆକର୍ଷଣୀୟ ଭିଡ଼ିଓ ଗୁଡ଼ିକୁ ଦେଖିବା ପାଇଁ ତୁମେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ତ ପୁଣି ଦେଖା ହେବା ଆଉ ଗୋଟିଏ ଆକର୍ଷଣୀୟ ଭିଡ଼ିଓରେ। ରହୁଛି।